আবে কি রে আবে বাবাজি এটা কুয়াড়ু আইছিবে হ্যাঁ এটা কোন এমিতি দেখা গলা এটা ওরা কোন টাউন যাবে তুমি কুয়াড়ে যাইছন্তি দিটাক ইয়ে রঘুয়াটা ବି ଦେଖା ନାହିଁ ଦିଟାଙ୍କ ଦେଖା ଦର୍ଶନ ନାହିଁ ବିଦ୍ୟାଇ ଆରେ ତମେ କାହାର ଗୋଟେ କଥା ଦେଲା ମ ଯୋଉ ଚଇତା ଫକୀରା ଏଠିକି ଆଇଥିଲେ ଆରେ ଚଇତା ଫକୀରା ଆଉ ତମ ସେ ପୁତୁରା ରଘୁଆ ହଁ ଆରେ ଶଳାର ନା ହଁ 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 ଆଚ୍ଛା ସିଏ ବି ଆସିକି ଟିକେ ତିନି ଜଣଙ୍କ ଏଠି ହାତ ଫାତ ବାଡେଇ ଏକଦମ ଇଏ କରି ହଁ। ସିଗାରେଟ ଦିଅ ପାନ ଦିଅ ଦିଆସିଲି ଦିଅ ହଁ। ହଁ ଏଇ ବା ପାନ ଗୋଟେ ହେଇ ଥୁଆ ହେଇଛି ଏ ଛାଡି ଦେଇକି ଥୋଇ ଦେଇକି ଯାଇଛନ୍ତି ଓହୋ। ତାପରେ ତେରି ମେରି ହେଇକିରି ଯାଇକି ପରେ ଏଠି ଝୁଅ ବୋଉ ଏଠି ଅର୍ଚ୍ଚା କରିପାରିବେ ସେ ଯେମିତି ହଉଛନ୍ତି ଆଉ ଓହୋ। ସିଗାରେଟ ଦିଆସିଲି ସିଗାରେଟ କଣ କହିଲେ ତାକୁ ତାଡେ ଏମିତି କଣ କଥାବାର୍ତ୍ତା ହେଇକିରି ଗଲେ ଆଉ ତମେ ସେଗୁଡା ତାକୁ କାହିଁ ଦଉଥିଲ ମୁଁ କଣ କରିବି କହିଲେ ମୁଁ ଦୋକାନ କରିଛି ହଁ ତମେ ଆସି ଏଇଟା ପାନ ଖଣ୍ଡେ ମାଗିବ ମୁଁ ତମେ ଦେବି ନା ନାଇଁ ତମେ ସିଗାରେଟ ଖଣ୍ଡେ ମାଗିବ ମୁଁ ଦେବି ନା ନାଇଁ ତାପରେ ଦବା ଭିତରେ ମାନେ ଗୋଟେ ତାଙ୍କର ଭାଷା ବ୍ୟବହାରଟା ଠିକ ନାହିଁ ତମେ ଠିକ କଥା କହୁଛ ଯେ ଆଜି ଶଳାଙ୍କ ତାଙ୍କ ଖବର ବୁଝିବି ଆଉ ସିଆଡେ ସେ କନ୍ଦିଆଡେ କୁଆଡେ ପଇଥିବେ ଦେଖୁନା ତୋଟା ଫଟା କରି କୋଉଠି ପଇଥିବେ ଆଉ ଆଉ ସେ ଖାଲି ସିଗାରେଟ ନେଇକି ଯାଇଛ ନା ଆଉ କଣ ସିଗାରେଟ ଦିଆସିଲି ଆଉ ଗଞ୍ଜେଇ ବୁଡିଆ ଗୋଟେ ହାତରେ ଧରିଛନ୍ତି ହେଇ ସେ ରଘୁଆଟାକୁ ଛାଡିଦେବେ ଆଜି ଆଉ ଗଞ୍ଜେଇ ବୁଡିଆଟା ବି ହାତରେ ଧରିକି ସେ ଯାଇଛନ୍ତି ମୁଁ ଲକ୍ଷ୍ୟ କରିଛି ଗଞ୍ଜେଇ ବୁଡିଆ ଅଛି ହଁ ନହେଲେ ସିଗାରେଟ ପୁଣି ରେଡ୍ ସିଗାରେଟ ଦିଅ ରହିଥା ଗଲେ କୁଆଡେ ଆଉ ତମେ ମୋ ନାଁ କହିବନି ନାଇଁ କେତେବେଳେ ଗଞ୍ଜେଇ ଫଜେଇ ଖାଇ ମତେ ନାଇଁ ମୁଁ ତମ ନାଁ କାହିଁ କହିବା ମୁଁ ଆଗ ଦେଖେ ସେ କୁଆଡେ ଗଲେ ଆଉ ଆଜି ସେକି ବି ପକେଇକି ଆଜି ଯାହା ହଉଛି ହଉ ଆଉ ଏମିତି ହେଲା ପରେ ଗୋଟେ ଝିଅ ବୋଉ ଗୋଟେ ଦାଣ୍ଡ ଘାଟ ଆଉ ବନ୍ଦ ହେଇଯିବ ନାଇଁ ତମେ ଯାହା କହୁଛ ଠିକ କଥା ନାଇଁ ମ ଏଗୁଡାକୁ ନ କହିଲେ କିଛି ହବନି ଆଉ ଇଏ ବେଶୀ ଉଦ୍ଧତ ହେଇଗଲେ ଆଜି ବହେ ସେକିବି ତାପରେ ଯାଇ ଯୋଉ କଥାବାର୍ତ୍ତା କୁଆଡେ ଗଲେ ଆରେ ସନିଆ ଆରେ ଯୋଉ ସେ ଚଇତା ଫକୀରା କୁଆଡେ ଗଲେ ଦେଖିଛୁ ହଁ ଇଆଡେ ପା ଗଲେ ଏଇନା ମଦ ପିଇକି ଝୁଲୁଥିଲେ ଇଆଡେ ଗଲେ ଦୌଡା ଦୌଡି ହେଇକି ଦି ତିନି ଜଣ ତିନି ଜଣ ଯାକ ଯାଇଛ ହଁ ଆହା ଆଇ ସେ ରଘୁଆଟାକୁ ଛାଡିଦେବେ ମୁଁ ଆଗ ଦେଖେ ଇଆଡେ ଯାଇଛ ତ ଆରେ ବାପା ମୁଁ ଦେଖିଛୁ କି ଆମ ସେ ଚଉତା ଫକୀରାକୁ ମଦ ଖାଇ ଝୁଲୁଥିଲେ ଏଇ ଗଲେ ଏଇ ସିଆଡେ ମୋ ଟଲି ଭାଙ୍ଗି ଦେଇ କହୁଛନ୍ତି ଦିଅ 50 ଟଙ୍କା କାହିଁ ଯଦି 50 ଟଙ୍କା ମାଗୁଛନ୍ତି ତାଙ୍କ ଗାଁକୁ ଆଇଛୁ ବୋଲି କଣ ତାଙ୍କ ଏ ଗାଁକୁ ଆଇଛୁ ବୋଲି 50 ଟଙ୍କା ମାଗୁଛନ୍ତି ହଁ ତାଙ୍କ ବେଳା ଆଜି ଉଡିଲା ଗଲେ କୁଆଡେ ଆଜି କଣ କରୁଛନ୍ତି ମୁଁ ଖାଲି ଦେଖ ମଦ ପିଇଛନ୍ତି ହଁ ମଦ ବି ଝୁଲୁଛନ୍ତି ଭାଇ ଏଇ ଗଲେ ଆଗରେ ସେ ଯାହା ବିଜିଆଇ କହୁଥିଲା ସେଇଆ ଆଉ ଇଏ ସବା ଗାଁରେ ଆଉ ଝିଅ ବୋଉକୁ ରଖେଇ ଦେବେନି ଇଏ ମୁଁ ଯାହା ଦେଖିଲି କି ରେ ଭାଙ୍ଗି ସିଆଡେ ଗଲେ ଆଉ ତୋ ଟଲି କଣ କରୁଛନ୍ତି ଦେଖାଇଲୁ ଏଇ ଯୋଉ ଏଗୁଡା ଚେପା କରିଦେଇଛନ୍ତି ଆଉ ତୁ ଯା ମୁଁ ତାଙ୍କ ଖବର ବୁଝୁଛି ଆଜି ଆଇଲୁ ଏଠି ଗାଡି କଣ ଭାଇ ରଘୁଆ ଗାଡି ଥୁଆ ହେଇଛି ତା ପେଣ୍ଟ ଏଠି ଟଙ୍ଗା ହେଇଛି ଆରେ ସିଏ କଣ ଏମିତି ନିଶା ଖାଇଛନ୍ତି ପେଣ୍ଟ ଓହ୍ଲେଇ ଫୋପାଡ଼ି ଦେଇ ଯାଇଛି ହଇ ଫକୀରା ସାଇକେଲ ଏଠି ଥୁଆ ହେଇଛି ଆବେ ଗଲେ କୁଆଡେ ଏ ଗାଡିଆ ବନ୍ଧରେ ଚୁଙ୍ଗିରେ ପଶିନାହାନ୍ତି ତ ଏଇଠି ତ ଗାଡି ହୋଇ ଥୁଆ ହେଇଛି ହଇ ଆଉ କଣ ହଇବା ଏଠି ଚଉତା ଗାଡି ଥୁଆ ହେଇଛି ନା କଣ ତୁ ନେ ତୁ ଆଗ ଟିକେ ପାଉଡର ନେ ଫକୀରା ଛାତି ପେନ୍ ଟାଣ ମ ସିଆଡେ ପିଇସା ଆବେ ଆକୁ ନାକରେ ନ ରଙ୍ଗ ଦେଖଉଛୁ ଜାଣିଲୁ ଟାଣି ଭାଇ ଏଇ ଦେଖ ଦେଖ କଟକ ଛୁଆ ସବୁ ନିଶା ଖାଇକି ମୁଁ କେମିତି ଟାଣୁଛି ଦେଖ ସେମ ଟାଣିବୁ କିଛି ହବନି ପୁରା ଇନ୍ଦ୍ର ଭବନ ଦେଖାହବ ଟାଣ ଛାତି ଚଇତା ଟାଣ ମ ବେଶୀ ରୋଲ କରୁଛୁ ତୁ ଯେମିତି ହଉଛୁ ଯେମିତି ହାର୍ଟ ଚୋକ୍ କରିକି ଯିବ ଦେଖ ଫକୀରା ଇଦ୍ର କେମିତି ନଉଛି ତୁ ଟିକେ ଗଞ୍ଜେଇରେ ଟିକେ ମିଶା ମିଶା କିଛି ହବନି ତୁ ମିଶଉନୁ ତୁ ଡରୁଛୁ କାହିଁ ମିଶା କିଛି ହବନି ପିଇସା ଚଇତା ପିଇସା ସିଆଡେ ଖୋଜୁଥିବେ ପିଇସା ତୋର ଖାଲି ଏକା ପିଇସା ମୋର ନିଜ ମାମୁଁ ମୁଁ ତାକୁ ଡରୁନି ଏ ନିଜ ପୁତୁରା ସିଏ ଡରୁନି କୋଉଠି ଗୋଟା ଉଡି ଆଇଲା 2 ଦିନ ହେଲା କହିଲା ପିଇସା ଟାଣୁନୁ କିଛି ହବନି ଟାଣେ ଆବେ ସେଠି କଣ କରୁଛ ତିନିଟା କଣ ସେଗୁଡା ନାକରେ ନେଉଛ ଇଏ ଭାଇ କଣ ହେଲା ଇଏ ଆବେ କିଏ ଏବେ ବାବାଜୀ ଏଇଟା କୁଆଡୁ ଆଇଯିବେ ଏଇଟା କଣ ଏମିତି ଦେଖା ଗଲା ଏଇଟା ଗୋଟେ କଣ ଟାଣୁଛ ତମେ ମାମୁଁ କଣ ମାମୁଁ ଦାଦା ତମେ ଯେତିକିର ଲୋକ ସେତିକି ନହେଲେ ଗାଡିଆରେ ବୁଡେଇକି ମାରିଦବୁ ତମକୁ କଣ ମତେ ବଢେଇକି ମାରିଦବ ଆମେ ଟାଣିଲୁ ତମର କଣ ହେଲା ତମେ କିଏ ଆବେ ହେ କଲିଜା ଦିଫାଳ ହେଇଯିବ ସେଗୁଡାକ ଟାଣୁଛ କିଛି ହବନି ମାମୁଁ ଜାଣିନ ଯିଏ ଟାଣିନି ଗଞ୍ଜେଇ ଧୁଆ ତା ବାଉଁଶ ଘୋଡା ମୁଆ ଆବେ ଗଞ୍ଜେଇ ଟାଣୁଛ ଏଗୁଡା
କଲେଜା ତ ମରିବ ତମ କଲେଜା ତ ଜଳିବ ଏବେ ମଦ ପାଣି ପିଉଥିଲ କେତେବେଳେ କେମିତି କଣ ସେ ଖୁସି ବାସି କଥା ଏବେ ଏଗୁରାକ ଟାଣୁଛ କୋଉଠୁ ତମେ ପାଇଲ ଏଗୁରାକ ନା ମୁଁ ଯିଏ ପିଇନି ମଦ ତା କଥା ଦାଦା ଆଉ ଟିକେ ପାଉଡର ଅଛି ନିଅ 7,000 ଟଙ୍କା ଦେଇ ଆଣିଥିଲି। ଇଲୋ ବାପ ସେ କି କୋଡା ଏବେ ହେ ସିଗାରେଟ ଗୁରାକ ଏତେ ଗୁରାକ ଟାଣିଛ ଏଠି ଏ ଧୂଆଁରେ ଏଠି ପଶି ହଉନି ଏଠି ମାମୁଁ ତମକୁ ଟାଣି ଦବୁ ଆମେ ହଁ ତମେ ନିଅ ଦାଦା ତମେ ନିଅ ଟିକେ ଟାଣ ବଢିଆ ମାରୁଛି କାହିଁ ଚିଲଉଛ? ଦଉଛି ଦାଦାକୁ ମାମୁଁ। ଦଉଛି କହୁଛି ଟାଣ ଦାଦା ତମକୁ ବୁଢେଇକି ମାରିଦବୁ ଏ ଗଡିଆରେ ଦାଦା ଏଗୁରା ପାଉଡର ବହୁତ ପଇସା ଆଦା ଆମେ ଏଗୁରା କଲେଜ ଟାଇମ ରୁ ଆରମ୍ଭ କରୁଛୁ ତମେ ବେଶୀ କଥାବାର୍ତ୍ତା କର ନିଅ ନହେଲେ ନାଇଁ ତମକୁ ଯା ପଳା ତମ ବାଟରେ ମୁଁ ପଳେଇବି ମୋ ବାଟରେ ହଁ ଆଜି କହୁଛି ବାଟେଇକି ତମକୁ ଆଜି ନମ୍ବା କରିଦେବି ଏଇ ଚିଲମ ଦେ। ଅବିକାତା ମୁଁ ତମକୁ କିଛି କହିବିନି 3 ଟାଙ୍କ ନିଶାରେ ଅଛ ତମେ ମତେ ବୁଡେଇକି ମାରିଦବ ମାମୁଁ ତମେ ଜାଣିନ ବୋଧେ ଆମେ ନିଶା ଖାଇସାରିଲା ପରେ ହିଂସ୍ର ହେଇଯାଉ ହିଂସ୍ର ବାଘ ବାଘ ବା ତମେ ଜଙ୍ଗଲ ତମେ ଆମକୁ ଆଉଛ ବନ୍ଦ କରିବା ଯୋଉଠି ବିକ୍ରି ହଉଛି ଯାଉନା ବନ୍ଦ କରିବ ପିସିଆର ଗାଡିଟାକୁ ପଠେଇଲେ ତୁରନ୍ତ କଣ ହେଇଛି ଆଜ୍ଞା ଇଏ ବା ଏଠି ମୋର ଯୋଉ ପୁଅ ପୁତୁରା ଯୋଉ ଚୈତା ଫକୀରା ରଘୁଆ ହଁ ସିଏ କଣ ସେ ଧଳା ଗୁଡାକ ଟାଣିକିନା ମତେ ମାରିବାକୁ ଗୋଡେଇଛନ୍ତି ସେ କଣ ନିଶାରେ ଆଉ ଅଛନ୍ତି ଅବସ୍ଥାରେ ହଁ ଟିକେ ତୁରନ୍ତ ଗାଡି ପଠାନ୍ତୁ ଦାଦା ଗାଡି ପଠାନ୍ତୁ ଭାଇ ତାକୁ ନହେଲେ ଗୋଟେ କାମ କରିବେ ନିଶା ନିବାରଣ ନେଇକି ଆଗ ଛାଡିଦେବେ ଦାଦା 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 ତମ ଗୋଡ ଧରୁଛୁ ତମ ପୋଲିସକୁ ଫୋନ କରିନି ଦାଦା 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 ଆଜ୍ଞା ଶୀଘ୍ର ପଠାନ୍ତୁ ରହିଲି ଆଜ୍ଞା ନମସ୍କାର ହଁ ଦାଦା ମାମୁଁ ଏଇ, ତମ ଗୋଡ ଧରୁଛୁ ଆବେ ହେଇ, ମତେ ବା ଅବିକା ବାଡେଇକି ମାରିବାକୁ ବଇଥିଲା ଦାଦା ଆମେ ମରିଛୁ ହେଇ ଦେଖୁନ ଏଇ ସେଟା ନିଶାର ହେଇ ଦେଖୁନ କାହା ଗୋଡକୁ ଧରିଛି ଏଇ ଫକୀରା ଗୋଡଟାକୁ ଧରିଛି ଏଇ ଦାଦା ଛାଡିଦିଅ ଆମେ ଆଉ ଗଞ୍ଜେଇ ମଦ କିଛି ଟାଣିବୁନି ଆଉ କିଛି ଜାଣିବନି ତ ଆବେ ହେଇ ସେଗୁଡାକ ଟାଣିଲେ କଣ ହବ ପରିସ୍ଥିତି ତମେ ଜାଣିଛ ନା ନାଇଁ ଜାଣୁ ଯେ ତମେ ବିକିଲା ବାଲାଙ୍କୁ ଧରୁନ ଆମକୁ କାହିଁ ଧରୁଛ ଆବେ କୋଉଠି ବିକ୍ରି ହଉଛି ତମକୁ ବା ମୁଁ କହୁଛି ପଚାରୁଛି କହୁଛି କୁହ ବୋଲିକା କୋଉଠି ବିକ୍ରି ହଉଛି ସବୁଆଡେ ବିକ୍ରି ହଉଛି ଗାଁ ଗଣ୍ଡାରେ ବିକ୍ରି ହେଇଗଲାଣି ଆଗରୁ ଟାଉନରେ ବିକ୍ରି ହଉଥିଲା ଏବେ ଗାଁ ଗଣ୍ଡାରେ ବିକ୍ରି ହେଲାଣି ଆଚ୍ଛା ହଉ ଚାଲ ମତେ କୋଉଠି ବିକ୍ରି ହଉଛି ମତେ ନେଇକି ଚାଲ ହଁ ଆମେ ତମକୁ କହିଦବୁ ତମେ ଥାନା ବାଲାଙ୍କୁ ମନା କର ଆମେ ହଁ, ମୁଁ ମନା କରୁଛି। ନିଶା ନିବାରଣ କେନ୍ଦ୍ରକୁ ନେଇଯିବେ ବାଡେଇବେ ସେଠି ଭୁଲ ହେଇଯାଇଛି ଆଜ୍ଞା ସାର୍ ହଁ ଗାଡି ଆଉ ପଠାନ୍ତୁନି ହଁ ଇଏ କାନ୍ଦିବ ବେ ଇଏ ମୁତି ପକେଇଲେଣି ସବୁ ହଁ ସିଏ ଗୋଟା ଧୌଡିକି ପଳେଇଲାଣି ଝାଡା ପଳେଇଗଲାଣି ଯେମିତି ପିସିଆରେ ଗାଡି ନାଁ ଶୁଣିଛି ହଉ ଉଠ ବେ ଉଠ ମଦ ଗଞ୍ଜେଇ ଖାଇକିନା ଏଠି ଗୋଟେ ନାଟ ଚଲେଇଛ ଆବେ ହେଇ ସେ ଯୋଉ সোনা ଯୋଉ ଟଲି ବାଲାଟା ତାର କାହିଁ ତା ଟଲି ବାଡେଇକି ଭାଙ୍ଗି ଦେଇଛ ତମେ ଏଇଆ କରୁଛ ଏଠି ଗୋଟା କେମିତି ଘୋଡା ଭଳିଆ ଆଣ୍ଠେଇଛି ଦେଖ ସତେ ଯେମିତି ଘୋଡା ଚାଲୁଛି କି ଆଣ୍ଠେଇକା ଏ ଚାଲ ବେ ତମ ପାଖରେ ଏଠି ବସିବ ରଘୁଆ ତୁ ଆଜି ଘରକୁ ଆସ ତୋ ଖବର ମୁଁ ଭାଇ ଜୟ ଜଗନ୍ନାଥ ନମସ୍କାର ଆଉ ଆପଣମାନେ ତ ଏଇ ଭିଡିଓ ଦେଖିବେ ଆକ୍ଚୁଆଲି ଆମ ଭିତରେ କେହି ଏଇ ଯୋଉ ନିଶା ଦେଖିଲେ ଯୋଉ ଗଞ୍ଜେଇ ଟାଣିବା କିମ୍ବା ପାଉଡର ଖାଇବା କେହି ବା କାହାର ବି ଆମ ଗ୍ରୁପରେ କାହାର ବି ସେ ଅଭ୍ୟାସ ନାହିଁ ଗୋଟେ ଛୋଟିଆ ଅଭିନୟ ମାଧ୍ୟମରେ ଆମେ ଲୋକଙ୍କୁ ସଚେତନ କରିବା ପାଇଁ ଏ ଅଭିନୟ କରିଥିଲୁ ହୁଏତ ସମସ୍ତେ ଯେହେତୁ ଖାଇବାର ନିଶା ଖାଇବାର ଅଭ୍ୟାସ ନାହିଁ ତେଣୁକରି ନିଶାଡି ହୋଇ କେହି ବି ଅଭିନୟ କରିପାରିଲେ ନାହିଁ ସେଥିପାଇଁ ଆମେ ଦୁଃଖିତ ଆଉ ଆପଣମାନଙ୍କୁ ଖାଲି ହସେଇବା ପାଇଁ ସଚେତନ କରିବା ପାଇଁ ଏଇ ଅଭିନୟ ଥିଲା ଆଉ ଆରେ ନିଶା ଏମିତି ନିଶା ଯାହା ଫଳରେ କି ଖାଇସାରିଲା ପରେ ବାପା କିଏ ଭଉଣୀ କିଏ ମା କିଏ ଭଉଣୀ କିଏ ଏଗୁରା ଚିହ୍ନି ପାରିବେ ନାହିଁ ତେଣୁକରି ଆପଣଙ୍କ ପିଲାମାନଙ୍କୁ ବେଶୀ କରି ଟିନ୍ ଏଜ୍ ପିଲାମାନଙ୍କୁ ଆମର ଅନୁରୋଧ ତାଙ୍କ ଗାର୍ଡିଆନ ମାନଙ୍କୁ ପିଲାମାନଙ୍କୁ ସଚେତନ କରନ୍ତୁ ଆଉ ଏମିତି ନିଶାଡି ମାନଙ୍କ ଠାରୁ ପିଲାମାନଙ୍କୁ ଦୂରେଇକି ରଖନ୍ତୁ କାରଣ ରଘୁଆ ଗୋଟେ ଭଲ ପିଲା ଆମେ ଦିଟା ନିଶାଡି ମାନେ ଯାହା ଅଭିନୟ ଥିଲା ଆମେ ତାକୁ ଜବରଦସ୍ତ ଶିଖଉଛୁ ତୁ ଏଗୁରା ଟାଣ ଏମିତି ହଉଛି ବହୁତ କଲେଜରେ ହେଲା ବହୁତ କଲେଜରେ ଆମେ ଆଖପାଖରେ ଆମେ ଦେଖୁଛୁ ବହୁତ ଟିନେଜର ଛୁଆ ସବୁ 17-18 ବର୍ଷର ଛୁଆ ଆସିକିରି ଏଇ ସବୁ ନିଶା ଖାଇ ଏମିତି ସବୁ ଅବାଟରେ ଚାଲି ଯାଉଛନ୍ତି ଏଇ ଗୋଟେ କିଛି ଦିନ ତଳେ ନିଶା ଖାଇକି 2ଟା ପିଲା ବାଇକରେ ଯାଉଥିଲେ
ଆଉ ମାନେ ପୁରା ଏତେ ସିଭିୟର ଆକ୍ସିଡେଣ୍ଟ ଆପଣ ମାନେ ଆଖିରେ ଦେଖିପାରିବେନି। ବାପା ମା ମାନେ ହଉଛନ୍ତି ଆର ଦାୟୀ ହଉଛନ୍ତି ନିଶ୍ଚିତ ଭାବରେ, କାରଣ ଆମେ ଛୋଟବେଳୁ ବାହାରେ ରହିଛୁ, କାମ କରୁଛୁ, ଯୋଉଠିକି ମାନେ ସବୁ ଏଇଭଳିଆ ଜିନିଷ ବେଶୀ ୟୁଜ୍ ହୁଏ। ଆମେ ସେମିତିଆ ସଂସ୍ଥାରେ କାମ କରିକି ଆଇଛୁ, କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ଅଭ୍ୟାସ କରିପାରିଲୁନି। ତେଣୁକରି ନିଜ ପିଲାଙ୍କୁ ଏମିତି ସଚେତନ କରିକି ରଖନ୍ତୁ କି ବୁଝାନ୍ତୁ ଯେମିତି ସେ ଅବାଟକୁ ନ ଯାଆନ୍ତୁ। ଆଉ ଯଦି ତମ ପିଲା ଯାଉଛନ୍ତି ଅବାଟକୁ ତମେ ବି କିଛି କରିପାରିବନି, କିନ୍ତୁ ବାପା ମା ମାନେ ଟିକେ ପିଲାଙ୍କୁ ଗାଇଡ କରନ୍ତୁ। ନହେଲେ ନାହିଁ ସେ ଏମିତି ଯାଇ କୋଉଠି ଚାଳିଆ ମାଳିଆରେ ପଡିବେ, ଏମିତି କୋଉଠି କେସ୍ ବାସ୍ କରେ, ଯୋଉ କେସ୍ରେ କି କିଛି ମିଳିବନି, ଲାଷ୍ଟରେ ଫାଶୀ ପାଇବେ। ଆପଣ ଶୁଖିଲାରେ ପିଲା ଛୁଆ ଜନ୍ମ କରିକି 18 ବର୍ଷ ଯାକେ କାନ୍ଦି କାନ୍ଦିକା ରହିବେ। ତେଣୁକରି ଆପଣ ଯଦି ସଚେତନ ହେବେ ନିଶ୍ଚିନ୍ତ ଭାବରେ କିଛି ଚେଞ୍ଜ ଚାଞ୍ଜ ହବ। ଦେଖନ୍ତୁ କେମିତି କଣ ହଉଛି ଆଉ ନା କଣ ଦାଦା କହୁଛ? ଆମେ କରିବା କଥା ଭିଡିଓ ଗୁଡା କରିବା କଥା କରୁନୁ, ଏ ଯେ ଏମିତି ଏମିତି ଘଟଣା ହଉଛି। ଆଉ ଆପଣ ମାନେ ଯଦି ଆ ଭିତରୁ ଯଦି କିଛିଟା ଯଦି ସୁଧୁରିବେ କି ଦେଖିକିନା ବି ଯଦି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଭାଇ ଆମକୁ ଜଣାଇବେ। ତାପରେ ଥରେ ଅଧେ ଜିନିଷ ନେଲା ପରେ ଆମେ ଯାହା ଶୁଣିବା କଥା ଏଇଟା ପୁରା ତମର ଆକ୍ୱେଣ୍ଟେଡ ହେଇଯିବ, ମାନେ ଚାଲିଲା ତମ ଜୀବନ ସାରା ହିଁ ସେଇ ଗୋଟା ଚାଲିଲା, ଅଭ୍ୟାସରେ ପଡିଯିବ। ଦେଖ, ଜୟ ଜଗନ୍ନାଥ, ସମସ୍ତେ ଭଲରେ ରୁହ, ଏଗୁଡାରୁ ଦୂରେଇକି ରୁହ।